ପିଲାମାନେ ପୂର୍ବ ବର୍ଷ ଆମେ ଦେଖିଛେ ଇତିହାସରେ ପିଲାମାନେ 98, 99, 100 ରଖିଛନ୍ତି। ଟ୍ରିକ୍ କ'ଣ ପିଲାମାନେ କ'ଣ ଟ୍ରିକ୍ ମୋଠୁ ନେଇଛନ୍ତି ମାନେ ଏଚକେ ସାର୍ଙ୍କ ଠାରୁ ନେଇଛନ୍ତି ଏବଂ କ'ଣ ଟ୍ରିକ୍ ମାଇ ଫିଜିକ୍ସ କ୍ଲାସ୍ରୁ ପାଇଛନ୍ତି ସେ ଟ୍ରିକ୍ଟାକୁ ମୁଁ ସେୟାର କରିବାକୁ ଚାହୁଁଛି ଏବଂ ତା ପୂର୍ବରୁ ସେ ଟ୍ରିକ୍ଟାକୁ ମୁଁ କହିବି ସେ ଟ୍ରିକ୍ଟାକୁ ଫଲୋ କଲେ ତୁମେ ନିହାତି 100 ଟାର୍ଗେଟ୍ ନେଇକରି ତୁମେ 98, 99 ରଖିପାରିବ। ତେଣୁ ଆମେ ଦେଖିବା କ'ଣ ପ୍ରଥମେ ଆମେ ସିଲାବସ୍ଟାକୁ ଦେଖିଦେବା ଏବଂ କ୍ୱେଶ୍ଚନ୍ ପ୍ୟାଟର୍ନ ଦେଖିବା ତାପରେ ମୁଁ ତୁମକୁ ଟ୍ରିକ୍ ଯେଉଁ କହିବି ତେଣୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟି ଦେଖିବେ। ତ ପ୍ରଥମ ହେଉଛି କ'ଣ ନା ବିଷୟ ସୂଚୀ ବା ସିଲାବସ୍କୁ ଦେଖିବା। ସିଲାବସ୍ ପିଲାମାନେ ଏଇଠି ଦେଖନ୍ତୁ ସିଲାବସ୍ରେ କ'ଣ କ'ଣ ଅଛି। ତୁମର ପ୍ରଥମ ଅଧ୍ୟାୟ ଯେଉଁଟାକି ୟୁନିଟ୍ 1ରେ ଅଛି ପ୍ରଥମ ଅଧ୍ୟାୟ ଭାରତ ଇତିହାସର ଉପାଦାନ ନାଇଁକି ସେଇଟା ମାନେ ଯେଉଁଟାକି ତୁମର ଇଣ୍ଟରନାଲ୍ ଏକ୍ଜାମ୍ରେ ଆସିବ। ଦ୍ୱିତୀୟ ଅଧ୍ୟାୟ ଭାରତୀୟ ସଂସ୍କୃତିର ମୂଳ ଭିତ୍ତି ଅର୍ଥାତ୍ ହରପ୍ପା ସଂସ୍କୃତି ଏବଂ ରୁକ୍ ବୈଦିକ ପରବର୍ତ୍ତୀ ବୈଦିକ ଯୁଗ ଏଇଟା ମଧ୍ୟ ଇଣ୍ଟରନାଲ୍ ଏକ୍ଜାମ୍ରେ ଆସିବ। ତୃତୀୟରେ ଯେଉଁ ୟୁନିଟ୍ 1ରେ ଅଛି ମୁଁ ତୁମକୁ ଲେଖିଦେଇଛି ୟୁନିଟ୍ 1 ବୋଲି ପ୍ରାଚୀନ ରାଜ୍ୟ ଗଠନ ଓ ଷୋଡ଼ଶ ମହାଜନପଦ। ତେଣୁ ରାଜ୍ୟ ଗଠନ କେମିତି ହେଲା ଷୋଡ଼ଶ ମହାଜନପଦ ବିଷୟରେ ସେଇଟା ୟୁନିଟ୍ 1ରେ। ତେଣୁ ଟୋଟାଲି ୟୁନିଟ୍ 1ଟା ତୁମର ଇଣ୍ଟରନାଲ୍ ଏକ୍ଜାମ୍ରେ ଆସିଯାଉଛି। ତୁମେ ଜାଣିଛ 20 ମାର୍କ ଇଣ୍ଟରନାଲ୍ ଏକ୍ଜାମ୍ରେ ଆସୁଛି ଏବଂ 80 ମାର୍କ ତୁମର ଆସୁଛି କ'ଣ ନା ତୁମର ବୋର୍ଡ଼ ପରୀକ୍ଷାରେ। ତେଣୁ ଏଇ ଦୁଇଟା ଯୁକ୍ତ ହେଲେ ଯାଇକି ତୁମେ ମାନେ 200 ମାନେ 100 ମାର୍କ ଆଣିପାରିବ, 100ରୁ 100 ଆଣିପାରିବ। ପିଲାମାନେ ଗୋଟିଏ ଜିନିଷ ମୁଁ କହି ରଖେ ଯେଉଁ 20ରୁ 20 ଆଣିବା ବହୁତ ସହଜ। କାହିଁକିନା ତୁମର 1 ମାର୍କିଆ MCQ ପ୍ରଶ୍ନ ଆସିବ ଇଣ୍ଟରନାଲ୍ ଏକ୍ଜାମ୍ରେ, 2 ମାର୍କିଆ ପ୍ରଶ୍ନ ଆସିବ ଯେଉଁ 2 ମାର୍କିଆ ବି 1 ମାର୍କିଆ ମିଶିକି ଥିବ ଏବଂ ବହୁତ ଇଜି କରିଥିବେ ଏବଂ ପ୍ରାୟତଃ ବ୍ୟୁରୋ ବହିର ଯେଉଁ ମାନେ ପ୍ରତ୍ୟେକଟି ଚାପ୍ଟର ପରେ ଯେଉଁ ଅନୁଶୀଳନ ଅଛି ବା ପ୍ରତ୍ୟେକଟି ଚାପ୍ଟର ପରେ ଯେଉଁ ପ୍ରଶ୍ନ ଗୁଡ଼ିକ ଅଛି ପ୍ରଶ୍ନାବଳୀ ଅଛି ସେଇଠୁ ହିଁ ପ୍ରଶ୍ନ ତୁମର ଆସିବ ପରୀକ୍ଷାରେ। ତେଣୁ ସମସ୍ତେ ସବୁ ସାର୍ ମ୍ୟାଡ଼ାମ୍ ମାନେ ଚାହାନ୍ତି ତୁମେ 20ରୁ 20 ରଖିଦିଏ। ଯେମିତି ପ୍ରାକ୍ଟିକାଲରେ ପିଲାମାନେ ରଖୁଛନ୍ତି 30ରୁ 30 ରଖୁଛନ୍ତି ମାନେ 25ରୁ 30 ସମସ୍ତଙ୍କର ଥାଏ ସେଇଭଳି ଭାବରେ ଇଣ୍ଟରନାଲ୍ ଏକ୍ଜାମ୍ରେ ତୁମର ଯେମିତି 18ରୁ 20 ସମସ୍ତଙ୍କର ରହିବ ସେଠି ରହିଲେ ଯାଇକରି ତୁମର ମିଶିକିରି ତୁମର ବହୁତ ବଢ଼ିଆ ମାର୍କ ରହିବ। ତୁମକୁ ଲାଷ୍ଟରେ ଟ୍ରିକ୍ କହିବି 80ରୁ କେମିତି 80 ରଖିପାରିବ। ଠିକ୍ ଅଛି, ଭିଡ଼ିଓଟିକୁ ଦେଖୁଥିବ। ତାପରେ ଦେଖିବା ୟୁନିଟ୍ 2ରେ ତୁମର ପିଲାମାନେ ଅଛି ତୁମର ବୌଦ୍ଧ ଧର୍ମ ଜୈନ ଧର୍ମ ବହୁତ ଇଜି ଚାପ୍ଟର। କଳିଙ୍ଗ ଯୁଦ୍ଧ ୟୁନିଟ୍ 2ରେ ଅଛି। କଳିଙ୍ଗ ଯୁଦ୍ଧର ପରିଣାମ ମାନେ ରେଜଲ୍ଟ ଆଉ କାରଣ କଜେସ୍ ଆଉ ମୌର୍ଯ୍ୟ ଶାସନ ମାନେ ମୌର୍ଯ୍ୟ ଆଡମିନିଷ୍ଟ୍ରେସନ୍। ତାପରେ ଅଛି ଗୁପ୍ତ ଯୁଗର ସାଂସ୍କୃତିକ ଉପଲବ୍ଧି ଯେଉଁଥିରୁ କି ଏଇ ଯେଉଁ ଚାପ୍ଟରଟା ଦେଖୁଛ ପିଲାମାନେ ଏଇ ଚାପ୍ଟରରୁ ତୁମର ବହୁତ ପ୍ରଶ୍ନ ଆସେ ଏବଂ ଏଇ ଚାପ୍ଟରରୁ ନିହାତି 15ରୁ 20 ମାର୍କର ପ୍ରଶ୍ନ ଆସେ। 15ରୁ 20 ମାର୍କ କାହିଁକିନା ଏଇ ଚାପ୍ଟରରେ ବହୁତ ଗୁଡ଼ିଏ ମାନେ MCQ ହେଇପାରିବ, 2 ମାର୍କିଆ ହେଇପାରିବ, 3 ମାର୍କିଆ ହେଇପାରିବ। ଲଙ୍ଗ୍ କ୍ୱେଶ୍ଚନ୍ ଏଥର 100% ସିଲେକ୍ସନ୍ ବି ଅଛି। ତୁମକୁ ସିଲେକ୍ସନ୍ ଦିଆଯିବ ଯେଉଁ ସିଲେକ୍ସନ୍ କି ତୁମର ନିଶ୍ଚୟ ବାଜିବ ତୁମର। ଠିକ୍ ଅଛି, ତାପରେ ୟୁନିଟ୍ 3 ତୁମର ସପ୍ତମ ଅଧ୍ୟାୟ ଏଟା ବି ଆସୁଛି। ସପ୍ତମ ଅଧ୍ୟାୟ ପରିବ୍ରାଜକଙ୍କ ଦୃଷ୍ଟିରେ ଜାତୀୟ ଭାରତୀୟ ସମାଜ। ଏଇ ଅଷ୍ଟମ ଅଧ୍ୟାୟ ଏଟା ବି ଆସୁଛି ଦିଲ୍ଲୀରେ ସୁଲତାନେଟ୍ ଆଉ ନବମ ଅଧ୍ୟାୟ ଏଟା ବି ଆସୁଛି ମୋଗଲ ଯୁଗର ସଂସ୍କୃତି। ବୁଝିହେଉଛି। ତେଣୁ ଏଇଟା ଗଲା ପରେ ତୁମର ସୁଫିବାଦ ଭକ୍ତିବାଦ ଏଟା ମଧ୍ୟ ଆସୁଛି ୟୁନିଟ୍ 3। ତେଣୁ ୟୁନିଟ୍ 4କୁ ମୁଁ ଦେଖେଇଦେବି। ୟୁନିଟ୍ 4ରେ କ'ଣ ଆସିବ ନା ଭାରତରେ ଇଂରେଜ ଆର୍ଥିକ ନୀତି ଏବଂ ଇଂରେଜ ଆର୍ଥିକ ନୀତିରେ ତୁମେ ପଢ଼ିବ କେମିତି ଇଂରେଜମାନେ ଆସିଲେ ଏବଂ ତାଙ୍କର ଆର୍ଥିକ ନୀତି ଇକୋନୋମିକ୍ ପଲିସି କେମିତି କଲେ। ଇଂରେଜ ଉପନିବେଶବାଦ ବିରୁଦ୍ଧରେ ବିଦ୍ରୋହ, ସନ୍ନ୍ୟାସୀ ବିଦ୍ରୋହ କିମ୍ବା ପାଇକ ବିଦ୍ରୋହ ଏଇସବୁ ବିଦ୍ରୋହ 1857ର ବିଦ୍ରୋହ ଦେଖିବ। ମହାତ୍ମା ଗାନ୍ଧୀ ସ୍ୱାଧୀନତା ସଂଗ୍ରାମ ପଢ଼ିବ ଏବଂ ତାପରେ ଯେଉଁ ବିଷୟ ଅଛି ୟୁନିଟ୍ 5ରେ ତୁମର ଔପନିବେଶିକ ନଗରୀକରଣ ଯୋଜନା ଓ ସ୍ଥାପତ୍ୟ ଏବଂ ଓଡ଼ିଶା ପ୍ରଦେଶ ଗଠନ, ଆଧୁନିକ ଓଡ଼ିଶା ବ୍ୟକ୍ତି ଓ ବିଚାର, ଭାରତୀୟ ସମ୍ବିଧାନର ପ୍ରଣୟନ। ତ ଏଇଗୁଡ଼ିକ ପଡ଼ିବ ୟୁନିଟ୍ 5 ପର୍ଯ୍ୟନ୍ତ ଟୋଟାଲ୍ ପଡ଼ିବ ତୁମର। ୟୁନିଟ୍ 2ରୁ 5 ପର୍ଯ୍ୟନ୍ତ ମାନେ 4ଟି ୟୁନିଟ୍ ପଡ଼ିବ ତୁମର କେଉଁଠି 80 ମାର୍କର ପ୍ରଶ୍ନ ବୋର୍ଡ଼ ପରୀକ୍ଷାରେ ପଡ଼ିବ। ବୋର୍ଡ଼ ପରୀକ୍ଷାରେ ତୁମର ସବୁଠାରୁ ଦେଖ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି କ'ଣ ତୁମର 21 ମାର୍କର 21 ମାର୍କର MCQ ପ୍ରଶ୍ନ ଆସିବ ନାଇଁ। ୟୁନିଟ୍ 2ରୁ 6ଟି MCQ ଆସିବ, ୟୁନିଟ୍ 3ରୁ 5ଟି MCQ, ୟୁନିଟ୍ 4ରୁ 5ଟି MCQ, ୟୁନିଟ୍ 5ରୁ 5ଟି MCQ।
टोटाल ହେଇଗଲା କ'ଣ 21ଟି MCQ ପ୍ରଥମେ ଗ୍ରୁପ ଏ ରେ ପଡ଼ିଥିବ। ଗୋଟିଏ ବି ଯେମିତି MCQ ଭୁଲ ନ ହୁଏ, କାହିଁକି ନା ସବୁ MCQ କ'ଣ ମୁଁ ତମକୁ କହିଦେବି ବ୍ୟୁରୋ ବହିରୁ ପଡ଼ିବ। ବହୁତ ଇମ୍ପୋର୍ଟାଣ୍ଟ, କେମିତି ପ୍ରିପେୟାର କରିବ ମୁଁ କହିଦେବି, ଟ୍ରିକ୍ସ ମୁଁ ବତେଇଦେବି। ତେଣୁ ଆଗେ ଆମେ क्वेश्चन पैटर्नटाକୁ ଦେଖିଦେବା। ତାପରେ 2 ମାର୍କିଆ ପ୍ରଶ୍ନ ତମର 7ଟି ମାତ୍ର ଆସିବ ଏବଂ 7ଟି କେଉଁ ୟୁନିଟ୍ରୁ କେତେଟା ଆସିବ ଲେଖାଯାଇଛି। ୟୁନିଟ୍ 2ରୁ 2ଟି ଆସିବ, ମାନେ 3ଟାରୁ 2ଟା କରିବାକୁ ପଡ଼ିବ। ୟୁନିଟ୍ 3ରୁ 4ଟାରୁ 2ଟା କରିବାକୁ ପଡ଼ିବ। ୟୁନିଟ୍ 4ରୁ 3ଟାରୁ 2ଟା, ୟୁନିଟ୍ 5ରୁ 2ଟାରୁ ଗୋଟିଏ କରିବାକୁ ପଡ଼ିବ। ତାପରେ ସର୍ଟ ଆନ୍ସର ଟାଇପ୍ 3 ମାର୍କିଆ ପ୍ରଶ୍ନ ମଧ୍ୟ 7ଟି ଆସିବ, ଯେଉଁଟାକି ୟୁନିଟ୍ 2ରୁ 2ଟି ପଡ଼ିବ, ୟୁନିଟ୍ 3ରୁ 2ଟି, ୟୁନିଟ୍ 4ରୁ 2ଟି କରିବାକୁ ପଡ଼ିବ, ୟୁନିଟ୍ 5ରୁ ଗୋଟିଏ କରିବାକୁ ପଡ଼ିବ। ଲଙ୍ଗ କ୍ୱେଶ୍ଚନ୍ ସେମିତି ପିଲାମାନେ ଲଙ୍ଗ କ୍ୱେଶ୍ଚନ୍ ଆସିବ କେତେଟା ନା 8 ମାର୍କିଆ 3ଟି ଆସିବ 24 ମାର୍କର। ପିଲାମାନେ 80 ମାର୍କ ଟୋଟାଲ ହେଇଗଲା। ମୁଁ ତୁମକୁ ବର୍ତ୍ତମାନ କହିବାକୁ ଯାଉଛି ଯେ ତୁମେ କେମିତି ତୁମେ ଭଲ ମାର୍କ ରଖିପାରିବ। ଠିକ୍ ଅଛି, ତୁମେ ଦେଖ ପିଲାମାନେ ଇତିହାସରେ ପ୍ରଥମ କଥା ହେଲା କ'ଣ ନା MCQ। ଏଇ ଯେଉଁ MCQ ପିଲାମାନେ ତମର ଇଣ୍ଟରନାଲରେ ପଡ଼ିବ କ'ଣ ନା ତମର ଇଣ୍ଟରନାଲରେ, ଏଇ ଯେଉଁ ଇଣ୍ଟରନାଲରେ 20 ମାର୍କ ଅଛି ଆଉ ତମର ବୋର୍ଡ଼ ପରୀକ୍ଷାରେ 80 ମାର୍କ ଅଛି। ଏ ଯେଉଁ 20 ମାର୍କରୁ ତମର MCQ 5 ମାର୍କର ପଡ଼ିବ ଏବଂ ତମର ଯେଉଁ 2 ମାର୍କିଆ ପ୍ରଶ୍ନ ପଡ଼ିବ ନା 3ଟି 6 ମାର୍କ, ସେ 2 ମାର୍କିଆ ପ୍ରଶ୍ନ ମଧ୍ୟ 1 ମିଶିକି ତମର ପଡ଼ିଥିବ, ଅର୍ଥାତ୍ 1 ମାର୍କିଆ ପ୍ରଶ୍ନ ମାନେ ମାନିକି ଚାଲ ମାନେ 6 ମାର୍କ, 11 ମାର୍କ ତମେ ପାଇଗଲ କ'ଣ 1 ମାର୍କିଆ ପ୍ରଶ୍ନ। 2 ମାର୍କିଆ ପ୍ରଶ୍ନ ମଧ୍ୟ ହିଷ୍ଟ୍ରିରେ 1 ଯୋଡ଼ିକି କରାଯାଇଥାଏ। ତେଣୁ ମୁଁ ତୁମକୁ କହୁଛି, ତେଣୁ 1 ମାର୍କିଆ କ୍ୱେଶ୍ଚିନ୍କୁ ଧର, ଆଉ 80 ମାର୍କରୁ 21 ମାର୍କ ପ୍ଲସ୍ ଆଉ ଯେଉଁ ତମର 2 ମାର୍କିଆ ପ୍ରଶ୍ନ ପଡ଼ୁଛି ତମର କେତେଟା 7ଟା ପଡ଼ୁଛି 14 ମାର୍କର। ତେଣୁ 14 ମାର୍କ ଭିତରେ ମଧ୍ୟ 1 ମିଶେଇକିରି ତମକୁ 2 କରାଯାଇଥିବ। ତେଣୁ ଏଇଠି ପିଲାମାନେ ଏଇଠି ଦେଖ 21 ଯୁକ୍ତ 14 ମାନେ ତମର 3, 5, 35 ମାର୍କ, ମାନେ ତମର ଦେଖ ପିଲାମାନେ 35 ମାର୍କ କହିବାକୁ ଗଲେ 1 ମାର୍କିଆ ଆଉ 11 ମାର୍କ, ମାନେ ତମର 46 ମାର୍କ, ଟୋଟାଲ 46 ମାର୍କ 1 ମାର୍କିଆ, ମାନେ 2 ମାର୍କିଆ ଗୁଡ଼ିକୁ 1 ମାର୍କିଆ ଧରି ନେବ। ତାପରେ ତୁମେ ଦେଖ, ତୁମେ ଯଦି 1 ମାର୍କିଆ MCQ ଗୁଡ଼ାକ କରିଲ ଏବଂ 1 ମାର୍କିଆ ପ୍ରଶ୍ନ ଗୁଡ଼ିକ ଖୋଜିଲ କେଉଁ ବହିରୁ ନା ବ୍ୟୁରୋ ବହିରୁ ପଡ଼ିବ। ପିଲାମାନେ ଏଇ ଯେଉଁ ବ୍ୟୁରୋ ବହି ବୁଝିହେଉଛି, ବ୍ୟୁରୋ ବହିରୁ ପଢ଼ିବ, ବହୁତ ଇମ୍ପୋର୍ଟାଣ୍ଟ ବ୍ୟୁରୋ ବହି ନାଇଁ କି। ତେଣୁ ବ୍ୟୁରୋ ବହିରୁ ଯେତେବେଳେ ପଢ଼ିବ ଗୋଟିଏ ଲାଇନ୍ ପଢ଼ିବ ବ୍ୟୁରୋ ବହିର ପ୍ରଶ୍ନ ଗୁଡ଼ିକ, ସବୁ ପ୍ରଶ୍ନ ସେଇ ବହିରୁ ଆସୁଛି, କେଉଁ ବହିରୁ ଆଉ ଆସିବ ନାହିଁ। ହିଷ୍ଟ୍ରି ପଢ଼ିବ ମାନେ ବ୍ୟୁରୋ ବହି, ଠିକ୍ ଅଛି। ଏବଂ ବ୍ୟୁରୋ ବହିର ପ୍ରତ୍ୟେକଟି ମାନେ କୌଣସି କ୍ୱେଶ୍ଚନ୍, ପ୍ରତ୍ୟେକଟି 1 ମାର୍କିଆ ପ୍ରଶ୍ନ ବାହାର କରିବ, ଲେଖିବ ଏବଂ 2 ମାର୍କିଆ ପ୍ରଶ୍ନ କରିଦେଲ। 3 ମାର୍କିଆ ପ୍ରଶ୍ନକୁ କ'ଣ କରିବ? 3 ମାର୍କିଆ ପ୍ରଶ୍ନ ଆଉ 8 ମାର୍କିଆ ପ୍ରଶ୍ନ ପିଲାମାନେ 3 ମାର୍କିଆ ପ୍ରଶ୍ନ ଗୁଣନ 7 ମାନେ 21 ମାର୍କର ପ୍ରଶ୍ନ ଆସୁଛି 3 ମାର୍କିଆ ଏବଂ 8 ମାର୍କର 8 ଗୁଣନ 3 ମାନେ କ'ଣ ନା 24 ମାର୍କ ଆସୁଛି, ପ୍ଲସ୍ 24, ମାନେ ଆଉ ଯେଉଁ ରହିଲା ପିଲାମାନେ ଏଇ ଯେଉଁ 21 ମାର୍କ 24 ମାର୍କ ଏଇ ଯେଉଁ ରହିଲା, ତୁମେ କେମିତି ପ୍ରିପେୟାର କରିବ? ପିଲାମାନେ ଦେଖ, ପ୍ରତ୍ୟେକ ଲଙ୍ଗ କ୍ୱେଶ୍ଚନ୍ ଗୁଡ଼ିକ ଦେଖ, ପ୍ରତ୍ୟେକ ଲଙ୍ଗ କ୍ୱେଶ୍ଚନ୍ ସାର୍ କହିଥିବେ ନିହାତି ଏଇ ଚାପ୍ଟର କେତେ ଲଙ୍ଗ କ୍ୱେଶ୍ଚନ୍, ସେ ଚାପ୍ଟର କେତେ ଲଙ୍ଗ କ୍ୱେଶ୍ଚନ୍। 3 ମାର୍କ କ୍ୱେଶ୍ଚନ୍ ଜମା କରିବା ଦରକାର ନାହିଁ। କ'ଣ କରିବ ନା ଲଙ୍ଗ କ୍ୱେଶ୍ଚନ୍ର ନୋଟ୍ କରିଦେବ। ଲଙ୍ଗ କ୍ୱେଶ୍ଚନ୍ର ନୋଟ୍ କରିଦେଲେ କ'ଣ ହେବ ନା ଲଙ୍ଗ କ୍ୱେଶ୍ଚନ୍ର ନୋଟ୍ କରିଦେଲେ ଲଙ୍ଗ କ୍ୱେଶ୍ଚନ୍ର ପ୍ରତ୍ୟେକଟି ପଏଣ୍ଟ, ଲଙ୍ଗ କ୍ୱେଶ୍ଚନ୍ର ପ୍ରତ୍ୟେକଟି ପଏଣ୍ଟ ପିଲାମାନେ ସେ ପଏଣ୍ଟ ଗୁଡ଼ିକ ଗୋଟିଏ 3 ମାର୍କ ପ୍ରଶ୍ନ, ଗୋଟିଏ 3 ମାର୍କ ପ୍ରଶ୍ନ, ପ୍ରତ୍ୟେକଟି ଲଙ୍ଗ କ୍ୱେଶ୍ଚନ୍ର ପ୍ରତ୍ୟେକଟି ପଏଣ୍ଟ ଗୋଟିଏ 3 ମାର୍କିଆ ପ୍ରଶ୍ନ ବୁଝିହେଉଛି। ତେଣୁ ଏଇ ଯେଉଁ 3 ମାର୍କିଆ ପ୍ରଶ୍ନ କେଉଁଠୁ ପାଇବ? ଲଙ୍ଗ କ୍ୱେଶ୍ଚନ୍ରୁ। ତେଣୁ ତୁମକୁ ଆଉ କୁଆଡ଼େ ଯିବାର ନାହିଁ। ହିଷ୍ଟ୍ରିରେ ତୁମକୁ 1 ମାର୍କିଆ ପ୍ରଶ୍ନ ପ୍ରିପେୟାର କରିବାର ଅଛି ଆଉ ଲଙ୍ଗ କ୍ୱେଶ୍ଚନ୍ ପ୍ରିପେୟାର କରିବାର ଅଛି ପିଲାମାନେ। ଆଉ ଲଙ୍ଗ କ୍ୱେଶ୍ଚନ୍ ତାପରେ ଯେତେବେଳେ ସିଲେକ୍ସନ୍ ମୁଁ ଦେବି, ସେ ସିଲେକ୍ସନ୍ ଗୁଡ଼ିକ କରିଦେବ, ସବୁଗୁଡ଼ିକ ସିଲେକ୍ସନ୍ ବାଜିବ, ଠିକ୍ ଅଛି। ତେଣୁ ଲଙ୍ଗ କ୍ୱେଶ୍ଚନ୍ ତୁମେ କରିବ ଆଉ 1 ମାର୍କିଆ ପ୍ରଶ୍ନ କରିବ, ଲଙ୍ଗ କ୍ୱେଶ୍ଚନ୍ କରିବ, 1 ମାର୍କିଆ ପ୍ରଶ୍ନ କରିବ, ବାରମ୍ବାର ରିଭିଜନ୍ କରିବ, ପଢ଼ିବ, ଲେଖିବ। ଲଙ୍ଗ କ୍ୱେଶ୍ଚନ୍ କେମିତି ମନେ ରଖିବ? ପଢ଼ିବ, ଲେଖିବ, ପଢ଼ିବ, ଲେଖିବ। ତ ଲଙ୍ଗ କ୍ୱେଶ୍ଚନ୍ ନୋଟ୍ ନିହାତି କରିବାକୁ ପଡ଼ିବ। ତ ଲଙ୍ଗ କ୍ୱେଶ୍ଚନ୍ ନୋଟ୍ କଲା ପରେ ସର୍ଟ ନୋଟ୍ସ ବନେଇବ। କେମିତି ସର୍ଟ ନୋଟ୍ସ ବନାଯାଏ ମୁଁ କହିଦେବି। ତେଣୁ ପଏଣ୍ଟ ଗୁଡ଼ିକ କେବଳ ସର୍ଟ ନୋଟ୍ସ କରିବ,
तेणु लंग क्वेश्चन तुम जब मन रखिदेल 3 मार्किया प्रश्न कर आउ एमसीक्यू गुड़ा मन रखिदेले 1 मार्किया प्रश्न मन रखिदेले तुम एमसीक्यू कर 2 मार्किया प्रश्न कर यहाँ हूँ सिक्रेट जोटा कि तुमको दब कौन ना 100 आउट ऑफ 100 पिला माने रखिचंती 100 रु 100 भी रखिए 99 रखिए 98 रखिए 96 रखिए 97 रखिए 95 रखिए 95 तलू कहारी रहिबो नाही जदि ये भाया प्रिपरेशन करा जाए। तुमको आज कहली हिस्ट्री केमिति प्रिपेयर करिवो तेणु हिस्ट्री प्रिपेयर करिकरी एई भली भाबरे आगो को चलिवो निश्चय तमे सफल हो। थैंक यू वेरी मच। रहिली बंदी उत्कल जननी।